ଆଜ୍ଞା ନମସ୍କାର। ଆମ ଶାସ୍ତ୍ର କହନ୍ତି ଅଶ୍ୱତ୍ଥାମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପ, ପରଶୁରାମ ଓ ମାର୍କଣ୍ଡେୟ ଏ 8 ଜଣ ଅମର। ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ, କିନ୍ତୁ ଏମାନେ ଅମର। ଅଶ୍ୱତ୍ଥାମା, ବଳିର୍ବ୍ୟାସ, ହନୁମାନ, ବିଭୀଷଣ, କୃପ, ପରଶୁରାମଶ୍ଚ ସପ୍ତୈତେ ଚିରଜୀବିନ ସପ୍ତୈତେ ଚିରଂ ଜୀବନ୍ତି ମାର୍କଣ୍ଡଥାଷ୍ଟମ ପ୍ରଭାତେଜ ସ୍ମରନିତ୍ୟଂ ସଜୀବେତ୍ ବତ୍ସର ଶତମ୍। ସେ ହିଁ ଦୀର୍ଘାୟୁ ହୁଏ, ନିରୋଗ ହୁଏ ଏଇ 8 ଜଣ ନାଁ ଯଦି ସକାଳୁ ସ୍ମରଣ କରେ। ଅଶ୍ୱତ୍ଥାମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପ, ପରଶୁରାମ, ଇଏ 7 ଜଣ ଆଉ ମାର୍କଣ୍ଡେୟ 8 ଜଣ। ହଁ ବନ୍ଧୁ, ଏଇ ଅମର ଅଷ୍ଟମୂର୍ତ୍ତିଙ୍କୁ ପ୍ରଣାମ କରି ଆମେ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା। ଯେ ଆଜି ଆମେ ଆଲୋଚନା କରୁଛେ ଶନିବାରକୁ ନେଇ। 22 ତାରିଖ ଶନିବାର। ସୂର୍ଯ୍ୟ ଉଦୟ ହେବେ 5ଟା 29 ପରେ, ସୂର୍ଯ୍ୟ ଅସ୍ତ ଯିବେ 6ଟା 8 ପରେ, ଆଉ ମନ୍ଦ ସମୟ ସକାଳ 8ଟା 39ରୁ 10ଟା 13। ସକାଳ 8ଟା 39ରୁ 10ଟା 13। ଏବେ ଆଲୋଚନା କରିବା ମେଷରାଶି କଥା। 22 ତାରିଖ ଶନିବାର ମେଷ ରାଶିର ଲୋକେ ଦିନ 2ଟା 50 ପରେ ସୁସ୍ଥ ହେବେ, ତଥାପି ଦୁର୍ବଳ ଲାଗିବ। ଦିନ 50 2ଟା 50 ଭିତରେ କିଛି ଚୋରି ହୋଇଯାଇପାରେ ବା ହଜିଯାଇପାରେ। ଦିନ 2ଟା 50 ଯାଏ ବଡ଼ ମନ୍ଦ ସମୟ ରହିବ। ଯାନବାହନରେ ବ୍ୟବହାର କଲେ ରାସ୍ତାରେ ହଇରାଣ ହେବେ। ଦୁର୍ଘଟଣା ଘଟିପାରେ। ଆୟ କମିଯିବ। ଦେହ ସମ୍ପୂର୍ଣ୍ଣ ଅସୁସ୍ଥ ରହିବ। ଦିନ 2ଟା 50 ପରେ ଖୁବ୍ ଦୁର୍ବଳ ଲାଗିବ, ମୁଣ୍ଡ ଓଜନିଆ ଲାଗିବ। ଯଦି ଦିନ 2ଟା 50 ପରେ ଚୁପଚାପ କିଛି କଲେ ତ ଭଲ। ଯଦି କାହା ସାଙ୍ଗରେ ଦୁଃଖ ସୁଖ ହେବେ, ସେ କ'ଣ ବିପଦ କହିଦେବ, ଆପଣଙ୍କୁ ଅପମାନ ବୋଧ ହେବ। ମୋଟାମୋଟି ଦିନଟି ଭଲ ନୁହେଁ ଶନିବାର ମେଷ ରାଶି ପାଇଁ। ମେଷର ଅଧିପତି ହେଲେ ମଙ୍ଗଳ, ବାର ହେଲା ଶନି, ଦୁଇ ଜଣଙ୍କର ପଡ଼େନି। ତେଣୁ ଶନିବାର ଦିନ ମେଷ ରାଶିଙ୍କର ଟିକେ ଅସୁବିଧା। 22 ତାରିଖ ଶନିବାର ବୃଷ ଜନତାଙ୍କୁ ଦ୍ରବ୍ୟ ଲାଭ ଯୋଗ ଅଛି। ଦିନ 2ଟା 50 ମଧ୍ୟରେ ଯାହା କିଛି ଲବ୍ଧ ହେବ। ହାରାହାରି 2ଟା 45 ଠାରୁ ପୂର୍ଣ୍ଣ ଅସୁସ୍ଥ ହେବେ। ଆଜି ଘାତବାର। କିଛି ସମୟ ପାଇଁ କୌଣସି ଅଙ୍ଗ ଦୁଃଖ ପାଇବ, ଭାରି ବାଧିବ, ମନକୁ କଷ୍ଟ ହେବ। କ'ଣ ଗୋଟେ ହୋଇଗଲା ବୋଲି ସନ୍ଦେହ ଆସିବ, ଏତିକି। ଅନ୍ୟାନ୍ୟ ଆର୍ଥିକ ସୁଖ ଠିକ୍ ଠାକ୍ ରହିବ। ଆୟ ଅମଳରେ ବାଧାବିଘ୍ନ ନାହିଁ। ମାତ୍ର 2ଟା 50 ପରେ ମନ୍ଦ ସମୟ ଆସି ସବୁ ବିଗାଡ଼ି ଦେବ। ଦେହ ପୂର୍ଣ୍ଣ ଅସୁସ୍ଥ ରହିବ। ଦୁର୍ଘଟଣା ଘଟିପାରେ। ଏଣୁ ଯାନବାହନର ବ୍ୟବହାର ପ୍ରତି ସାବଧାନ। ରୋହିଣୀ ନକ୍ଷତ୍ରର ଦିନ 2ଟା 49ରୁ ପରଦିନ 5ଟା 44 ଯାଏ ଅଶୁଭ। ମେଷ ରାଶିରେ ସେମିତି ଅଶ୍ୱିନ ନକ୍ଷତ୍ରର ଦିନ 2ଟା 49ରୁ ପରଦିନ 5ଟା 44 ଯାଏ ଅଶୁଭ। ମିଥୁନ ରାଶି 22 ତାରିଖ ଶନିବାର ମିଥୁନ ଜନତାଙ୍କର ଆୟ ସହ ଲାଭ ଅଧିକ ହେବ। କିଛି ନୂଆ ଆୟ ମାର୍ଗ କାନ ଶୁଣିବ। ଆଉ ଦାତା ତ ଦଇବ, ସେ ଆଜି ଦେଲା ଭଳିଆ ଦେବେ। ଗ୍ରହିତା ନେଇପାରିଲେ ହେଲା। ଆଜି ଆପଣମାନଙ୍କୁ ବହୁତ କିଛି ମିଳିବ। ହେଲେ ଆପଣ କେତେ ସଂଗ୍ରହ କରିବେ ସେ କଥା ଆପଣଙ୍କର ଜ୍ଞାନ, ବୁଦ୍ଧି, ବିବେକ, କର୍ମ ବିଚାର କରିବ। ସମସ୍ତ ପ୍ରକାର ବୃତ୍ତିର ଅଭିବୃଦ୍ଧି ହେବ। ଆଶାତୀତ ଆୟ ହେବ, ଯାହାକୁ ଲାଭ କୁହାଯାଏ। ଖାଲି ଆର୍ଥିକ ଲାଭ ନୁହେଁ, ବରଂ ଭାବନା ଓ କର୍ମ ଅନୁସାରେ ଭୂମି, ସୁନା, ଗାଭୀ, ସୁସନ୍ତାନ, ବିଦ୍ୟା, ବନ୍ଧୁ ଆଦି ବିଭିନ୍ନ ଲାଭ ହେବାର ଦିନ ଆସିଯାଇଛି। କୁହାଯାଏ, କର୍ମ କରିବ ନାନା ମତେ, ଫଳିବ କର୍ମର ଆୟତେ। ଆପଣ ଯେଉଁ ସବୁ ସତ୍କାର୍ଯ୍ୟ କରିଛନ୍ତି, ଭଲ କାମ କରିଛନ୍ତି, ସିଏ ସବୁର ଫଳ ଆଜି ଶନିବାର ଆପଣ ପାଇବେ।
ଆର୍ଦ୍ରା ନକ୍ଷତ୍ରର ଦିନ 2:49 ଠାରୁ ପରଦିନ 5:44 ଯାଏ ଅଶୁଭ। ଆସନ୍ତୁ ଶୁଣିବା କର୍କଟ କଥା। 22 ତାରିଖ ଶନିବାର କର୍କଟ ରାଶି ଜନତାଙ୍କର ପ୍ରିୟ ଲୋକଙ୍କ ସହ ମନାନ୍ତର ହୋଇପାରେ। ମନାନ୍ତରରୁ ମତାନ୍ତର ହେବ, ତଥାପି ଏହା କ୍ଷଣସ୍ଥାୟୀ। ଆଜି ବିବିଧ ସୁଖ ପାଇବେ। 2:50 ଯାଏ କର୍ମାନୁସାରେ ଆର୍ଥିକ ଓ ବୌଦ୍ଧିକ ସୁଖ ମିଳିବ। ପାରିବାରିକ ଶାନ୍ତି ଶୁଣି ଖୁସି ହେବେ। ବନ୍ଧୁ ସମାଗମ ହେବେ। 2:50 ପରେ ବାଣିଜ୍ୟ, ବ୍ୟବସାୟ, ସେବା, ଚାକିରି ଆଦି ବୃତ୍ତିରୁ ଲାଭ ମିଳିବ। ଇଏ ଗଲା ଆର୍ଥିକ ଲାଭ କଥା। ଅନ୍ୟାନ୍ୟ ପାରିବାରିକ, ସାମାଜିକ, ଦୈହିକ ଲାଭ ବି ହେବ। ଭାରି ଖୁସି ଲାଗିବ। ଆପଣ ଆଜି ନିଜ ବୁଦ୍ଧି ବଳରେ କିଛି ଭଲ କାମ କରିବେ। ଦେହ ସମସ୍ୟା ଆଦୌ ନାହିଁ। ପୁଷ୍ୟା ନକ୍ଷତ୍ରର ଦିନ 2:49ରୁ ପରଦିନ 5:44 ଯାଏ ଅଶୁଭ। ସିଂହ ରାଶି କଥା। 22 ତାରିଖ ଶନିବାର ସିଂହ ରାଶିର ଲୋକେ ବଡ଼ ସନ୍ତର୍ପଣରେ ଚଳାଚଳ ନ କଲେ ଦୁଃଖ ପାଇବେ। ଦୁର୍ଘଟଣା ଘଟିପାରେ। ଦିନ 2:50 ଯାଏ ଏହିପରି ବିବିଧ ଅସୁବିଧା ହେବ। ଦେହ ଅସୁସ୍ଥ ରହିବ। କିଛି ଦ୍ରବ୍ୟ ହଜିଯାଇପାରେ। ଯଥା ସମୟରେ ଭୋଜନ ମିଳିବନି। ମନ ଘାଣ୍ଟି ଚକଟି ହେବ। 2:50 ପରେ ଏ ସମସ୍ତ ଦୁଃଖ ଦୂରେଇଯିବ। କ୍ରମଶଃ ବିବିଧ କୌଳିକ, ମୌଳିକ, ଆର୍ଥିକ ଓ ପାରିବାରିକ ଶାରୀରିକ ସୁଖ ଆସିବ। ଦେହ ସୁସ୍ଥ ହୋଇଯିବ। ଏତେ ସୁଖ ମିଳିବ ଯେ ସକାଳୁ ମୁଁ ଘାଣ୍ଟି ଚକଟି ହେଉଥିଲି, ଏକଥା ମନେ ପଡ଼ିବନି। ଏବେ କନ୍ୟା କଥା ଆଲୋଚନା କରିବା। 22 ତାରିଖ ଶନିବାର କନ୍ୟା ରାଶି ଲୋକେ ଆଜି ଭ୍ରମଣରେ ଯିବା ପାଇଁ ମନ କରିଛନ୍ତି। ଆଜି ଭ୍ରମଣ ଜନିତ ସୁଖ ପାଇବେ। ଯଦି ଯାଆନ୍ତି ସମସ୍ୟା କିଛି ନାହିଁ। ଦିନ 2:50 ପରେ ଦୁର୍ଭାଗ୍ୟ ଆସିବ। ତେଣୁ ଯୁଆଡ଼େ ଯିବେ ଯାଆନ୍ତୁ। 2:50 ସୁଦ୍ଧା ଘରକୁ ଫେରନ୍ତୁ। 2:50 ସୁଦ୍ଧା ନିରାପଦ ସ୍ଥାନରେ ରହନ୍ତୁ, ସୁରକ୍ଷିତ ରୁହନ୍ତୁ। ବୁଲି ଯାଆନ୍ତୁ, ମନା ନାହିଁ, କିନ୍ତୁ 2:50 ସୁଦ୍ଧା ଫେରି ଆସନ୍ତୁ। 2:50 ପରେ ଦୁର୍ଭାଗ୍ୟ ଆସିବ। ଦେହ ଖରାପ ହେବ। ଯାନବାହନ ଜନିତ ଦୁଃଖ ଆସିବ। ବ୍ୟୟ ବଢ଼ିଯିବ। କଳହ ହୋଇପାରେ। ପାରିବାରିକ ବିଶୃଙ୍ଖଳା ଦେଖାଦେବ। ସାମାଜିକ ସମ୍ମାନ ହାନି ହେବ। ଆଉ ଦିନ 2:50 ଯାଏ ଭାଇ ବନ୍ଧୁ କୁଟୁମ୍ବଙ୍କ ସହିତ ଆନନ୍ଦରେ ଦିନ କଟିବ। ଆୟ ଅମଳ ବଢ଼ିଆ ହେବ। କର୍ମକ୍ଷେତ୍ର ଦୁହାଳିଆ ଗାଈ ପରି ସୁଖ ଦୁଗ୍ଧ ବିତରଣ କରିବ। କର୍ମ ଯଦି ଯଥୋଚିତ ହେବ, ତେବେ ଭଲ ଆୟ ମଧ୍ୟ ହେବ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ, କିନ୍ତୁ ଦିନ 2ଟା ପରେ ସବୁ ସମସ୍ୟା ଅଛି। ହସ୍ତା ନକ୍ଷତ୍ରର ଦିନ 2:49ରୁ ପରଦିନ 5:44 ଯାଏ ଅଶୁଭ ସମୟ ରହିବ। ଏବେ ଦେଖିବା ତୁଳା କଥା। 22 ତାରିଖ ଶନିବାର ତୁଳା ରାଶି ଜନଗଣଙ୍କ ପାଇଁ ବୃଥା ଅପବାଦ ଶୁଣିବାକୁ ଅଛି। ବୃଥା। ଆପଣ ଭଲ ଲୋକ, କିନ୍ତୁ କିଛି କାନକୁଆ ଆପଣଙ୍କର ବଦନାମ କରିବେ। ବୃଥା ଅପବାଦ ଶୁଣିବାକୁ ଅଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ନାହିଁ। ସ୍ୱାତି ନକ୍ଷତ୍ରର ଦିନ 2:49 ଠାରୁ ପରଦିନ 5:44 ଯାଏ ଅଶୁଭ। 2:50 ପରଠାରୁ ଭ୍ରାତୃ କଳହ ଶାନ୍ତ ହେବ। ମାନେ 2:50 ପର୍ଯ୍ୟନ୍ତ କଳହ ହେଇପାରେ। ଯୋଜନାନୁସାରେ କାର୍ଯ୍ୟକାରୀ ଯଦି କରିବେ ଆପଣଙ୍କ ଇଚ୍ଛାକୁ, ତେବେ ଭଲ ଲାଭ ପାଇବେ। ଆୟ ଅମଳ ଆରମ୍ଭ ହେବ। 2:50 ପରେ ଧୀରେ ଧୀରେ ଆୟ ବଢ଼ିଯିବ। ସ୍ୱାସ୍ଥ୍ୟ ଠିକ୍ ଠାକ୍ ରହିବ। କୌଳିକ, ମୌଳିକ, ଆର୍ଥିକ, ବୌଦ୍ଧିକ ସୁଖ ମିଳିବ। ମାତ୍ର ଦିନ 2:50 ଯାଏ ମନ ଉଲିଆ ଗାଈ ଭଳି ଚଳଚଞ୍ଚଳ ହେବ। ସମସ୍ତଙ୍କୁ ସନ୍ଦେହ ଲାଗିବ। କୌଣସି କାର୍ଯ୍ୟରେ ମନ ଲାଗିବନି। ଆଉ ସବୁ କାମରେ ବାଧା ବନ୍ଧନ ଭୟ ଆସିବ। ଯଦି ବିବେକୀ, ବିଚାରଶୀଳ, ସ୍ଥିତପ୍ରଜ୍ଞ, ତେବେ ମନକୁ ମନେଇ
ବୁଦ୍ଧି ଖଟେଇ ବିବେକ ମାଧ୍ୟମରେ ସବୁ କାମ କରିଚାଲନ୍ତୁ, ମଙ୍ଗଳ ହେବ। ବିଛା ରାଶି 22 ତାରିଖ ଶନିବାର ବିଛା ରାଶିର ଭଲ ସମୟ। ଏମାନେ ଆଜି ଜୀବନ ସାଥୀଙ୍କର ସହଯୋଗ ପାଇବେ। ଅନୁରାଧା ନକ୍ଷତ୍ରର ଦିନ 2:49 ଠାରୁ ପରଦିନ 5:44 ଯାଏ ଅଶୁଭ। ଦିନ 2:50 ଯାଏ କୌଣସି ଦୁଃଖ ନାହିଁ। ଜଣେ ସୁସ୍ଥ ମାନସିକତା ଭିତରେ ଥିବା ବ୍ୟକ୍ତିର ସମସ୍ତ ଲୌକିକ ମନସ୍କାମନା ପୂର୍ଣ୍ଣ ହେବ। ଶରୀର ଓ ମନ ଉଭୟ ସୁସ୍ଥ, ଶାନ୍ତ ଓ ନିର୍ମଳ ରହିବେ। ମାତ୍ର 2:50 ପରଠାରୁ କୌଣସି ଅବ୍ୟକ୍ତ ବେଦନାରେ ମନ ବାଉଳା ହେବ। ସମସ୍ତଙ୍କୁ ସନ୍ଦେହ ଲାଗିବ। ସବୁ କାର୍ଯ୍ୟରେ ବାଧା ବନ୍ଧନ ଆସିବ। ହେଲେ ଯିଏ ବିବେକୀ ଓ ସ୍ଥିତପ୍ରଜ୍ଞ, ତା ପାଖରେ ମନ ହାରିଯିବ, ସେହି ହିଁ ଧନବାନ ହେବ। କହିବାର ତାତ୍ପର୍ଯ୍ୟ, ଆପଣ ମନ କଥା ମାନିବେନି। ବିଛାରାଶି ଲୋକମାନେ ଟିକେ ମନ କଥା ମାନିବେନି, ମନକୁ ବୁଝେଇ ଦେବେ, ତାହେଲେ ଆପଣ ଧନବାନ ହେବେ, ଧନିକ ହେବେ, ଧନ ରୋଜଗାର କରିବେ। ଶନିବାର ଦିନ 22 ତାରିଖ ଶନିବାର ଧନୁ ରାଶିର ଲୋକେ ପ୍ରୀତିପ୍ରାପ୍ତ ହେବେ। ଏମାନଙ୍କର ବନ୍ଧୁ ମିଳନ ଯୋଗ ଅଛି। ମୂଳା ନକ୍ଷତ୍ରର ଦିନ 2:49ରୁ ପରଦିନ 5:44 ଯାଏ ଅଶୁଭ। ଦିନ 2:50 ଯାଏ ବିବିଧ ସମସ୍ୟା ଆସି ଦେହ ଓ ମନକୁ ବିଗାଡ଼ି ଦେବ। ବ୍ୟୟ ବଢ଼ିଯିବ, ଆୟ କମିଯିବ, ଅସୁସ୍ଥ ହେବେ, ସୁଖ କମି କମି ଯିବ। ଗମନାଗମନ କାଳରେ ରାସ୍ତାରେ ଦୁର୍ଘଟଣା ଭୟ ଆସିବ। ଏହିପରି ନାନା ଦୁଃଖ କ୍ରମଶଃ ଆସିବ। ମାତ୍ର 2:50 ଠାରୁ ଭାଗ୍ୟର ବିରାଟ ପରିବର୍ତ୍ତନ ହେବ। ଦୁଃଖ ରାତି ପାହିଯିବ। ଦିନ 2:50 ଯାଏ ଅଶୁଭ, ତା ପରଠୁ ଶୁଭ ପଡ଼ିଗଲା। ସୁଖ ସୂର୍ଯ୍ୟ ଉଦୟ ହେବେ। ସମସ୍ତ କୌଳିକ, ମୌଳିକ, ଆର୍ଥିକ, ବୌଦ୍ଧିକ, ମାନସିକ ଇଚ୍ଛା ପୂରଣ ହେବ। 2:50 ଯାଏ ଚୁପଚାପ ରୁହନ୍ତୁ। କାହା କଥା କାନରେ ପୁରାନ୍ତୁନି କି କାହାକୁ କିଛି ପରାମର୍ଶ ଦିଅନ୍ତୁନି ତ ଭଲ। 2:50 ପରେ ସବୁ ଦୁଃଖ ତା ଛାଁ ଛାଁ ମିଳେଇଯିବ। ସବୁ ସୁଖ ମାଡ଼ି ଆସିବ, ଠିକ୍ ବନ୍ୟା ଜଳ ପରି। 22 ତାରିଖ ଶନିବାର ମକର ରାଶିର ପ୍ରଜାଗଣଙ୍କୁ କର୍ମ ସୁଖ ଅଛି। ମକର ରାଶି ଲୋକମାନେ କର୍ମ କରିବେ, ସୁଖ ପାଇବେ। କର୍ମ ସୁଖ ଅଛି। ଶ୍ରବଣା ନକ୍ଷତ୍ରର ଦିନ 2:49 ଠାରୁ ପରଦିନ 5:44 ଯାଏ ଅଶୁଭ। ଯାହା କିଛି ଆୟ ଅମଳ ହେବ ବା ଉନ୍ନତି ବା ସୁଖ, ସବୁକିଛି ଦିନ 2:50 ଯାଏ ହେବ। ଆଉ ବଢ଼ି ବଢ଼ି ଯିବ ସବୁକିଛି ସୁଖ। ତା ପରଠାରୁ ଆଗ ଦିନ 2:50 ପରେ ଅସୁବିଧା ଟାଇମ୍ ଆସିବ। ଆଗ ଶରୀର ରୋଗାକ୍ରାନ୍ତ ହେବ। ଆୟ ଅମଳ କ୍ରମଶଃ କମି କମି ଯିବ। ଅଯଥା ଖର୍ଚ୍ଚ ବଢ଼ିଯିବ। ଯାତାୟାତରେ ରାସ୍ତାରେ ହଇରାଣ ହେବେ। ସୁଖ ସରି ସରି ଯିବ, ଆଉ ଦୁଃଖ ମାଡ଼ି ଆସିବ। 2:50 ଯାଏ ବିବିଧ ସୁଖ, 2:50 ପରେ ନାନାବିଧ ଦୁଃଖ। କୁମ୍ଭ ରାଶି 22 ତାରିଖ ଶନିବାର କୁମ୍ଭ ରାଶିର ଲୋକେ ପ୍ରଶଂସିତ ହେବେ। ଶତଭିଷା ନକ୍ଷତ୍ରର ଦିନ 2:49ରୁ ପରଦିନ 5:44 ଯାଏ ଅଶୁଭ। କୁମ୍ଭ ରାଶିର ଜନତାଙ୍କ ପାଇଁ ବିଧାତାଙ୍କର ଅନୁକମ୍ପା ଅଛି। ଯଦି ମନୋଯୋଗ ସହକାରେ ନିଷ୍ଠାର ସହିତ କର୍ମ କର୍ତ୍ତବ୍ୟ କରିବେ, ସେମାନଙ୍କର ବହୁ ଦିନର ଇଚ୍ଛା ପୂରଣ ହେବ। ଶନିବାର ହେତୁ ଏହି ସମସ୍ୟାର ସମାଧାନ ଶୀଘ୍ର ହେବ। ଋଣମୁକ୍ତ ହୋଇ ଧନ ସଞ୍ଚୟ କରିବେ। ବାଣିଜ୍ୟ ବ୍ୟବସାୟ କରୁଥିଲେ ସେମାନଙ୍କର ଆଜିର ଆନନ୍ଦ କଥାରେ ବ୍ୟକ୍ତ କରି ହେବନି। ସେ ଖୁସିରେ ସମୟ କାଟିବେ। ସାଧାରଣ ଜନତା ଯେଉଁମାନେ ଆମ ତମ ଭଳି ବଞ୍ଚନ୍ତି, ସେମାନେ ଦୈନିକ ଯେଉଁ ବୃତ୍ତି କରୁଥିଲେ, ବ୍ୟବସାୟ କରୁଥିଲେ, ସେବା କରୁଥିଲେ, ସେହି ବୃତ୍ତି, ବ୍ୟବସାୟ, ସେବାର ଉନ୍ନତି ହେବ। ସେମାନେ ଅଧିକ ରୋଜଗାର କରିବେ। ଏ ଗଲା କୁମ୍ଭ ରାଶି କଥା। ଶେଷ ରାଶି ମୀନ ରାଶି 22 ତାରିଖ ଶନିବାର 2:50 ଯାଏ ଅଶୁଭ। ମୀନ ରାଶି ଜନତାଙ୍କ ପାଇଁ ଆଜି ତୀର୍ଥ ଭ୍ରମଣ ଯୋଗ ଅଛି। ମାତ୍ର
ଉତ୍ତର ଭାଦ୍ର ନକ୍ଷତ୍ରର ଦିନ 2:49ରୁ ପରଦିନ 5:40 ଯାଏ ଅଶୁଭ। ଦିନ 2:50 ପରେ ଆପଣଙ୍କର ଧନ ଓ ମାନ ବଢ଼ିଯିବ। ମାନେ 2:50 ପର୍ଯ୍ୟନ୍ତ ସାବଧାନ, 2:50 ପରେ ବିକାଶ ହେବ, ଧନ ଓ ମାନ ବଢ଼ିଯିବ। କରିଥିବା ସମସ୍ତ ଯୋଜନା ସଫଳ ହେବ। 2:50 ପରେ ବିଭିନ୍ନ ଉନ୍ନତିମୂଳକ କାମରେ ମନ ଲାଗିବ। ଯଦି ସତରେ ବ୍ୟକ୍ତି ଜଣକ କର୍ତ୍ତବ୍ୟ ପରାୟଣ, ତେବେ ତା ପେଟ ଅପୋଷା ରହିବନି। ଯଦି ସେ ଘର ପରିଚାଳକ, ତେବେ ବୃତ୍ତିଗତ ଆୟ ଅତି ଅଧିକ ହେବ। ଶାରୀରିକ ସମସ୍ୟା ଆଦୌ ନାହିଁ। ମାତ୍ର 2:50 ଯାଏ ସବୁ ଅସୁବିଧା, ଅପମାନ ଅପମାନ ଅପମାନ। ତେଣୁ 2:50 ପରେ ସବୁ ସମ୍ମାନ, ଆଦର, ଧନ ଇତ୍ୟାଦି। ହଁ ବନ୍ଧୁ, ଆମେ ସବୁ ଶୁଣିଲେ, ଜାଣିଲେ, ଏଠିକି ପ୍ରସ୍ତୁତ ହେବା ନା କ'ଣ କହୁଛନ୍ତି? ରହିଲି, ନମସ୍କାର।